ଆମମାନଙ୍କ ଘରେ ବୃନ୍ଦାବତୀ ତୁଳସୀ ମାଙ୍କୁ ପୂଜା କରୁ। ତୁଳସୀ ମା ଯେତେବେଳେ ଶୁଖି ଯାଆନ୍ତି ଆମେ ମାନେ କହୁ ତୁଳସୀ ମା ନାରାୟଣ ହେଇଗଲେ, ଅର୍ଥାତ୍ ତୁଳସୀ ବୃକ୍ଷ ନାରାୟଣ ରୂପକୁ ପଳେଇ ଆସିଲେ। ଆମେ ମାନେ କଣ କରୁଛେ, ସେ ତୁଳସୀ ବୃକ୍ଷକୁ ନେଇ ପାଣିରେ ଉଜେଇ ଦଉଛେ, କିନ୍ତୁ ସେମିତି କରିବେନି। ସେ ତୁଳସୀ ବୃକ୍ଷଙ୍କୁ ଯିଏ ନାରାୟଣ ହେଇଗଲେ ତାଙ୍କୁ ରଖିବେ। ତାଙ୍କର ଯୋଉ ସରୁଆ ସରୁଆ କାଠି ଖଣ୍ଡ ତାକୁ ପ୍ରତ୍ୟେକ ଦିନ ସନ୍ଧ୍ୟା ବେଳେ ତୁଳା ସଳିତା କରିକିରି ଭଗବାନଙ୍କୁ ଆଜ୍ଞା ସଞ୍ଜ ସଳିତା ଜାଳିବେ ଏବଂ ତୁଳସୀ ମାଳଙ୍କର ଯୋଉ ମୋଟା ଫୋଟା କାଠି ଖଣ୍ଡ ତାକୁ ରଖିବେ। ଯଦି ଚାହିଁବେ ଆପଣ ମାନେ ମାଳ କରିକି ପିନ୍ଧି ପାରିବେ, ନାଇଁ ନଚେତ ପ୍ରତ୍ୟେକ ଦିନ ଭଗବାନଙ୍କୁ ଯେତେବେଳେ ଆପଣ ଚନ୍ଦନ ଘୋରିକି ଦଉଛନ୍ତି ସେ ତୁଳସୀ କାଠ ମିଶେଇକିରି ଚନ୍ଦନ ମିଶେଇକିରି ଭଗବାନଙ୍କୁ ଦେବେ ଏବଂ ଆପଣ ମାନେ ମଧ୍ୟ ପ୍ରତ୍ୟେକ ଦିନ ସେ ନାରାୟଣ ହେଇଥିବା ତୁଳସୀଙ୍କର କାଠିରେ ଚନ୍ଦନ ଘୋରିକି ଯଦି ପ୍ରତ୍ୟେକ ଦିନ ଲଗେଇବେ, ଜଗନ୍ନାଥ ଆଜ୍ଞା ସମସ୍ତ ରିଷ୍ଟ ଖଣ୍ଡନ କରିବେ। ସମସ୍ତ